ବିଜେଡି କୁ ତେରଛା ତୀର ମାରିଲେ ଅରୁଣ ସାହୁ। ଅରୁଣ ସାହୁଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା। କାହିଁକି ଦଳକୁ ପରୋକ୍ଷରେ ଏମିତି କହିଲେ ଅରୁଣ? ପୁଣି ବିଜେଡିକୁ ବିଜେଡି ନେତାଙ୍କ କଟାକ୍ଷ। ଦଳକୁ ପରୋକ୍ଷରେ ଟାର୍ଗେଟ କଲେ ନୟାଗଡ଼ ବିଧାୟକ ଅରୁଣ ସାହୁ। ଆଉ ଯାହାକୁ ନେଇ ଏବେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ଅରୁଣ ବିଜେଡିକୁ ଏମିତି କହିବାକୁ ନେଇ ଏବେ ବିଜେଡି ଶିବିରରେ କମ୍ପନ। ଆଉ ସେ ବି ଦଳର ଶୀର୍ଷ ନେତୃତ୍ୱଙ୍କ ଉପରେ ଆରୋପ। ଦଳର କିଛି ବରିଷ୍ଠ ଓ ଶୀର୍ଷ ନେତୃତ୍ୱଙ୍କ ଉପରେ ଆକ୍ରମଣ କରିଛନ୍ତି ବରିଷ୍ଠ ବିଧାୟକ ଅରୁଣ ସାହୁ। ଆଉ ଯାହାକୁ ନେଇ ଏବେ ବିଜେଡି ରାଜନୀତି ସରଗରମ ହୋଇଛି। ଦଳର ଦାୟିତ୍ୱ ନେଉଥିବା କିଛି ନେତାଙ୍କୁ ଦାୟିତ୍ୱର ପାଠ ପଢ଼ାଇଛନ୍ତି ଅରୁଣ। ଅରୁଣଙ୍କ ତେରଛା ତୀରରେ ଖାଇଲା ହୋଇଛି ବିଜୁ ଜନତା ଦଳ। ଶୀର୍ଷ ନେତୃତ୍ୱଙ୍କୁ ଲଗାଇଛନ୍ତି ପ୍ରଶ୍ନ। ବିଜେଡି ନେତାଙ୍କୁ ପରୋକ୍ଷରେ ଉତ୍ତର ଦାୟିତ୍ୱର ପାଠ ପଢ଼ାଇଛନ୍ତି ଅରୁଣ ସାହୁ। ନୂଆପଡ଼ା ଉପନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ପରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ ସାହୁଙ୍କ ଭାଷଣକୁ ନେଇ ଏବେ ସବୁଠି ଚର୍ଚ୍ଚା ଜୋର ଧରିଛି। ନୟାଗଡ଼ରେ ଅନୁଷ୍ଠିତ ଏକ ସଭାରେ ଅରୁଣଙ୍କ ଭାଷଣ ଦଳରେ ବିସ୍ଫୋରଣ କରିଛି। ଉତ୍ତର ଦାୟିତ୍ୱ ନିଜ ଉପରକୁ ନ ନେଇ ଦାୟିତ୍ୱ ନିର୍ବାହ କରିବାରେ ତୁମେ ବିଫଳ ବୋଲି ଅଧିକ କସରତ ହେଉଛି। ଆହୁରି କହିଛନ୍ତି ଦାୟିତ୍ୱ ନିର୍ବାହ କରିବାରେ ତୁମେ ଅସମର୍ଥ। ଯେତେ ପ୍ରକାର ଯୁକ୍ତି ବଢ଼ାଯାଇପାରେ ସେଥିରେ ଆମେ ଖୁବ୍ ଜୋରରେ ମନୋନିବେଶ କରୁ। କେବଳ ସେତିକିରେ ଅଟକି ନଥିଲେ ଅରୁଣ। ଆହୁରି କହିଥିଲେ ବିଗତ ସରକାରମାନଙ୍କରେ ତ୍ରୁଟିର ପରିମାଣ ଆଜି ଭୟଙ୍କର ହେଉଛି। ଅଫିସରଙ୍କଠୁ ନେଇ ଅନେକ ଯେଉଁମାନେ ଦାୟିତ୍ୱ ନିଅନ୍ତି ସେମାନଙ୍କର ତ୍ରୁଟି ପାଇଁ ଆଜି ସମାଜ କ୍ଷତିଗ୍ରସ୍ତ। ଅଫିସର ରାଜୁତିକୁ କହିବାରୁ ଏହା ସ୍ପଷ୍ଟ ବାରି ହୋଇପଡ଼ୁଥିଲା ଯେ ଅରୁଣ ବିଜେଡି ଶାସନ ଓ ପାଣ୍ଡ୍ୟାନଙ୍କୁ ପରୋକ୍ଷରେ ନିଶାନା କରିଛନ୍ତି। ଏହା ପ୍ରଥମ ନୁହେଁ, ଆଗରୁ ଅନେକ ଥର ଏମିତି ନିଶାନା କରି ବିଜେଡିକୁ ଖାଇଲା କରିଛନ୍ତି ଅରୁଣ ସାହୁ। 24 ନିର୍ବାଚନ ପରାଜୟ ଓ ନୂଆପଡ଼ା ଉପନିର୍ବାଚନ ଦଳ 3 ନମ୍ବରରେ ରହିବା ପରେ ଅରୁଣ ପୁଣି ବିଷ ଓଗାଳି ସମାଜ ସଂସ୍କାର କଥା କହିଛନ୍ତି। କେବଳ ଅରୁଣଙ୍କ ପାଖରେ ଏହି କଥା ସୀମିତ ନାହିଁ, ବିଜେଡିର ଅନ୍ୟ ନେତାମାନେ ବି ଦଳ ଉପରେ ଖପା ହୋଇଛନ୍ତି। ସେମାନେ ମଧ୍ୟ ବିଜେଡିର ବରିଷ୍ଠ ନେତାଙ୍କ ଉପରେ ବର୍ଷିଛନ୍ତି। ବିଜେଡି ନେତା ଭୂପିନ୍ଦର ସିଂ ମଧ୍ୟ ନୂଆପଡ଼ା ଉପନିର୍ବାଚନକୁ ନେଇ ଦଳର ପରିଚାଳନାକୁ ଦାୟୀ କରିଛନ୍ତି। କଳାହାଣ୍ଡି ନେତା ସହିତ ନୂଆପଡ଼ା ଅଭିଜ୍ଞତା ଥାଇ ବି ଦଳ ତାଙ୍କୁ ନୂଆପଡ଼ା ଉପନିର୍ବାଚନ ଦୂରେଇ ରଖିଲା। ଦଳ ଅଣଦେଖା କରି 3 ନମ୍ବରରେ ରହିଲା ବୋଲି ଭୂପିନ୍ଦର କହିଛନ୍ତି। ତେବେ ଅରୁଣ ଏମିତି କହିବା କଥାକୁ ନେଇ ଜୋରଦାର ଆଲୋଚନା ହେଉଛି ଯେ ଅରୁଣ ଏବେ ଦଳ ଛାଡ଼ିବା ପ୍ରକ୍ରିୟା ଆରମ୍ଭ କରୁଛନ୍ତି। ଅରୁଣ ବିଜେଡି ଛାଡ଼ିବାକୁ ମନସ୍ଥ କରିଛନ୍ତି। ତେବେ ଅରୁଣ ଆଗକୁ କ'ଣ ନିଷ୍ପତ୍ତି ନେବେ ତାହା ଉପରେ ସମସ୍ତଙ୍କ ନଜର।